ବାବା ତ ଆମର ଥିଲେ ମାତ୍ର ତାଙ୍କ ପାଇଁ କକା ଥିଲେ। ବାବା ଆମ ପାଇଁ ଯେମିତି ବୁଝିବାର ତାଙ୍କ ପାଇଁ ବି ସବୁ ବୁଝିବାର। ତୁଷାର ଭାଇ ନିବେଦିତ ଅପା ଆଙ୍କେ ଦି ଜଣ ଯାକ କହିଥିଲେ କି ଯେତେବେଳେ ତାଙ୍କର ଫାଦର ଡେଥ ହେଇଥିଲା ତାଙ୍କୁ କହିଥିଲେ କି କକା ଆପଣ ଆଗ ତମ ସଂସାର ଅଛ ଆଗର ପଛରେ ଆଉ କିଏ ରହିଲାନି। ମାମା ତ କିଛି ବୁଝି ପାରୁନାହାନ୍ତି, ମାମା ତ ପୁରା ଭାଙ୍ଗି ପଡିକି ଅଛନ୍ତି, ମାମାର ତାଙ୍କ ସ୍ତ୍ରୀ ପଳେଇଲେ, ଆଉ ଆପଣଙ୍କ ତ ଆମର ବାପା ପେରେ ସମାନ, ଆପଣ ଟିକେ ଆମର ଉଦ୍ଧାର କରିପାରିବେ। ତାଙ୍କେ ହାତ ଯୋଡିକି ସମସ୍ତେ ଆମେ ତାଙ୍କୁ କହିଥିଲେ କି କକା ଆଉ ମୋର ମାମାକୁ ଖୁଡି ତାଙ୍କେ କହିଥିଲେ କକା ଖୁଡି ଟିକେ ହବ ବେଲେ ଆପଣ ଆମର ଟିକେ ସବୁ ବୁଝନ୍ତୁ। ମାମା କଣ ଜାଣିଛନ୍ତି, ମାମା ତ ଘର ରହିବାର ବେଶୀ, ମାମା କଣ ଜାଣିବେ, କଣ କରିପାରିବେ, ମାମା ଖାଲି ଆମକୁ ଟିକେ ଶିଖେଇ ପାରିବେ ମ୍ୟାନର୍ସ ସବୁ। ତ ଆପଣ ଟିକେ ଉଦ୍ଧାର କରନ୍ତୁ, ଆପଣ ଟିକେ ବିଜନେସ ଶିଖନ୍ତୁ। ସେତେବେଳେ ବାବା କହିଥିଲେ ହଁ ତୋର ବାପା ଥିଲା ବାପା ମତେ ଶିଖେଇଥିଲା ସବୁ ଜିନିଷ, ଯେତିକି ମତେ ଶିଖେଇ ତତେ ସବୁ ଶିଖେଇବି ମୁଁ ବି ତୋର ବାପା ସବୁ ଜିନିଷ ଶିଖିଥିଲି ମୁଁ। ତ ଏବେ ତୋର ଫାଦର ଡେଥ ହେଲା ତତେ ମୁଁ ସବୁ ଶିଖେଇବି ତୋର ବାପା ହିସାବରେ, କାନ୍ଦେନା ଲୋ ପୁଅ, ମୁଁ ତତେ ସବୁ ଶିଖେଇବି। ତୁଷାର ଭାଇ ଆଉ ନିବେଦିତ ଅପାର ନିବେଦନର ବାବା ତାଙ୍କର ଉତ୍ତର ଦେଇଥିଲେ ହଁ କି ମୁଁ ତମକୁ ଶିଖେଇବି, ତମ ବଡ କରି ତମକୁ ଗୋଟେ ଭଲ ମଣିଷଟି ବନେଇ, ମୋର ପିଲାମାନରୁ ବି ବେଶୀ ତମକୁ ମୁଁ ସ୍ନେହ ଆଦର କରି ଏଇଟା ମୁଁ ପ୍ରଣ ଖାଉଛି, ଅଗର ମୁଁ କରିବି ବୋଲେ ମତେ ଭଗବାନ ମାରି ଦିଅନ୍ତୁ, ଏ ବାବା କହିଥିଲେ। ଆଉ ବାବା ମରିଲା ଯେ ବାବା ତାଙ୍କ ପାଇଁ ସବୁ ଜିନିଷ କରିଛନ୍ତି।